Audio Jungle. ଭୁବନେଶ୍ୱର ଓଡ଼ିଶା ଉଦ୍ୟୋଗୀ ପରିବାର ପଞ୍ଚମ ବାର୍ଷିକ ସମାରୋହ ତଥା ସମ୍ବର୍ଦ୍ଧନା ଏବଂ ଆଲୋଚନା ସଭା କାର୍ଯ୍ୟକ୍ରମ ଆଜି ସକାଳ 9ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଦିନ ତମାମ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଜ୍ୟୋତିରଞ୍ଜନ ନାୟକ ଓ ଉଦ୍ୟୋଗୀ ପରିବାର ସଭାପତି ଶିବନାରାୟଣ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉଦ୍ୟୋଗ ଉଦ୍ୟମୀ ସନ୍ଦର୍ଭ ଗୁଜରାଟ ମହାରାଷ୍ଟ୍ର ଭଳି ରାଜ୍ୟରେ ଯେପରି ଯୁବଶକ୍ତି ଉଦ୍ୟମୀ ମନୋଭାବ ନେଇ ଶିଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠା କରି ଚାଲିଛନ୍ତି, ଓଡ଼ିଶାରେ ମଧ୍ୟ ସେହିପରି ଘରେ ଘରେ ଉଦ୍ୟୋଗ ସୃଷ୍ଟି କରିବାର ସଂକଳ୍ପ ନେଇ ଓଡ଼ିଶା ଉଦ୍ୟୋଗୀ ପରିବାର ରାଜ୍ୟରେ ଯୁବପିଢ଼ିଙ୍କୁ ଉଦ୍ୟୋଗ ପ୍ରତି ଆକର୍ଷିତ କରିବା ସହ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ସମ୍ବଳ, ଜ୍ଞାନକୌଶଳ ଓ ବଜାର ଯୋଗାଇବା ଭଳି କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି କରିଆସୁଛି। ଓଡ଼ିଶାର ଉଦ୍ୟୋଗୀମାନଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧିକୁ ପ୍ରାଥମିକତା ଦେଇ ଆସିଛି। ଘରେ ଘରେ ଉଦ୍ୟୋଗ ସୃଷ୍ଟି ପାଇଁ ଏକ ଉଦ୍ୟୋଗୀ ବନ୍ଧୁ ବାତାବରଣ ସୃଷ୍ଟି ସହ ଏହି କ୍ଷେତ୍ରରେ ଆସୁଥିବା ବାଧାବିଘ୍ନକୁ ସମ୍ମୁଖୀନ ସହ ସମାଧାନ ପାଇଁ ସଂକଳ୍ପ ନେଇଛି ଉଦ୍ୟୋଗୀ ପରିବାର। ଏଥିସହିତ ବର୍ତ୍ତମାନ ଉଦ୍ୟୋଗୀମାନଙ୍କୁ ଜମି ଗ୍ରହଣଠାରୁ ଉତ୍ପାଦ ବିକ୍ରି କରି ସଶକ୍ତ ହେବା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ସମାଧାନ ଓ ପ୍ରୋତ୍ସାହନ କ୍ଷେତ୍ରରେ ଥିବା ସରକାରୀ ସୁବିଧା ସହ ସଂଗଠନର ନିଜସ୍ୱ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟୋଗୀ ପରିବାରର ପଞ୍ଚମ ବାର୍ଷିକ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଉପଦେଷ୍ଟା ଓ ବିଶେଷଜ୍ଞଙ୍କ ମାଧ୍ୟମରେ ଉଦ୍ୟୋଗର ସଶସ୍ତ୍ରୀକରଣ ଓ ଭବିଷ୍ୟତର ସ୍ଥାୟିତ୍ୱ ଶୀର୍ଷକ ଆଲୋଚନା ଜାଭିୟର ୟୁନିଭର୍ସିଟିର ପ୍ରଫେସର ଡକ୍ଟର ରାମନା, ଡିଜିଏମ୍ ସିଡ୍ବିର ଡକ୍ଟର ପ୍ରଦ୍ୟୁମ୍ନ ଚୌଧୁରୀ, ଜ୍ୟୋତିଷଶାସ୍ତ୍ର, ଅର୍ଥନୀତି ଓ କୃତ୍ରିମ ବୁଦ୍ଧିମତ୍ତା ବିଶେଷଜ୍ଞ ଡକ୍ଟର ବ୍ରହ୍ମଚାରୀ, ସୁସାହିତିକା ତଥା ଚିନ୍ତକ ଡକ୍ଟର ସୁନୀତି ମୁଣ୍ଡ, ମହିଳା ସଶସ୍ତ୍ରୀକରଣର ନେତୃତ୍ୱ ପରିଚୟ ଫାଉଣ୍ଡେସନ ସଭାପତି ଡକ୍ଟର ରୋଜାଲିନ୍ ପାଟ୍ସାଣୀ, ମହିଳା ଅଧିକାର ଅଭିଯାନ ଆବାହିକା ଡକ୍ଟର ରୀନା ରାଉତରାୟ, ସ୍ୱାଭିମାନ ଓଡ଼ିଶାର ଅଧ୍ୟକ୍ଷ ସଦାଶିବ ମିଶ୍ର, ପ୍ରଦ୍ୟୁମ୍ନ ଚୌଧୁରୀ ଆଦି ବିଶେଷଜ୍ଞ ଓ ସଂସାଧନ ବ୍ୟକ୍ତିତ୍ୱମାନେ ଉଦ୍ୟୋଗ ବିଶେଷ କ୍ଷେତ୍ରରେ ତାଙ୍କର ଉପଯୋଗୀ ମନ୍ତବ୍ୟ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ଅନେକ ଯୁବକ ଉଦ୍ୟୋଗୀ ଯୋଗ ଦେଇଥିଲେ। ଏହି ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ପୁରସ୍କାର ଭୂପେନ୍ଦ୍ର ପ୍ରତାପ ସିଂ, ସର୍ବାଧିକ ଉଦ୍ୟୋଗ ବଜାର ସହଯୋଗୀ ପୁରସ୍କାର ଅଭିଜିତ ପଣ୍ଡା, ବିଷ୍ଣୁ ମହାରାଣାଙ୍କୁ ସର୍ବାଧିକ ପ୍ରୋତ୍ସାହନକାରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟକୁ ରୋଜଗାର ଅନ୍ୱେଷଣରେ ନ ଯାଇ ରାଜ୍ୟରେ ଥିବା ସମ୍ବଳ ଓ ସୁଯୋଗ ନେଇ ଉଦ୍ୟୋଗୀ ହେବା ପାଇଁ ଆଗାମୀ ଯୁବପିଢ଼ିଙ୍କୁ ଦିଗ୍ଦର୍ଶନ ଦେବ। ଶ୍ରୀକାନ୍ତ ଶେଖର ସାହୁଙ୍କ ସମେତ ଅନେକ ଯୁବ ଉଦ୍ୟୋଗୀ କାର୍ଯ୍ୟକ୍ରମ ଜ୍ଞାନରଞ୍ଜନ ଦାସଙ୍କ ରିପୋର୍ଟ।